ପିଲାମାନେ ଗୁଡ୍ ଇଭିନିଂ। ପିଲେ ଆମର ନବମ କ୍ଲାସ ବିଜ୍ଞାନ ପଦାର୍ଥ ଚାଲିଥିଲା। ପଦାର୍ଥର ବିଷୟରେ ଆମେ ଟିକେ ଜାଣିଲେ ଯେ ପଦାର୍ଥ କ୍ଷୁଦ୍ର କ୍ଷୁଦ୍ର କଣିକା ଦ୍ୱାରା ଗଠିତ। ପଦାର୍ଥର କଣିକା ଗୁଡ଼ିକ ବହୁତ ଛୋଟ। କଣିକା ଗୁଡ଼ିକ ପରସ୍ପରକୁ ଆକର୍ଷଣ କରିଥାନ୍ତି। ଏଇଭଳି ଆମେ ପଦାର୍ଥର ଯେଉଁ କଣିକାର ଭୌତିକ ଧର୍ମ ବିଷୟରେ ପିଲେ ଆମେ ଜାଣିଛେ। ଆଜି ପିଲେ ଆମେ ଆଉ ଟିକେ ଆଗକୁ ଜାଣିବା ପଦାର୍ଥର ଅବସ୍ଥା ବିଷୟରେ। ପିଲେ କାଲି କହିଥିଲି ପଦାର୍ଥର ତିନୋଟି ଅବସ୍ଥା ଅଛି। ଗୋଟେ ହେଲା କଠିନ, ଆଉ ଗୋଟେ ତରଳ, ଆଉ ଗୋଟେ ଗ୍ୟାସୀୟ। ଗୋଟେ କଠିନ, ଆଉ ଗୋଟେ ତରଳ, ଆଉ ଗୋଟେ ଗ୍ୟାସୀୟ। ପଦାର୍ଥର ଯୋଉ କଠିନ ଅବସ୍ଥା, ପିଲେ କଠିନ ଅବସ୍ଥା କୋଉଟା? এইটা ମୁଁ ଏବେ ଗୋଟେ ଧରିଛି ମାର୍କରଟେ, এইটা ହେଉଛି ତାର କଠିନ ଅବସ୍ଥା। ମୋ ଶରୀର এইটা ବି ହେଉଛି ଗୋଟେ କଠିନ ଅବସ୍ଥା। ପିଲେ ଯାହାକୁ ତୁମେ ଦେଖିଲେ ତାର ଗୋଟେ ନିର୍ଦ୍ଦିଷ୍ଟ ଆକାର ଅଛି ବୋଲି ଆମେ କହିପାରିବା। ମନେକର ମୁଁ କହିବି ମାର୍କର ଚିତ୍ର ଗୋଟେ ଅଙ୍କନ କର, ତାହେଲେ ତମେ ସିଧା ଆମେ ଗୋଟେ ମାର୍କର ଚିତ୍ରଟା ଅଙ୍କନ କରିଦେବ। ଯଦି ମୁଁ କହିବି ଗୋଟେ ଚକ୍କର ଚିତ୍ର ଅଙ୍କନ କର, ତାହେଲେ ତମେ ଗୋଟେ ଚକ୍କର ଚିତ୍ର ଅଙ୍କନ କରିଦେବ। ପିଲେ ଯୋଉ ଜିନିଷର ଗୋଟେ ନିର୍ଦ୍ଦିଷ୍ଟ ଆକାର ଅଛି, ଚକ ବୋଲେ ଏମିତିଆ ଜିନିଷଟେ ବୁଝଉଛି, ମାର୍କର ବୋଲେ ଏମିତିଆ ଜିନିଷଟେ ବୁଝଉଛି। ପିଲେ ଯାହାର ଗୋଟେ ନିଜର ଆକାର ଅଛି ଆମେ ତାକୁ କହିବା କଠିନ, ଗୋଟେ କଠିନ ଅବସ୍ଥା ବୋଲି କହିବା। ଏବଂ ତା ସହିତ ଆଉ କ'ଣ ଥିବ, ତାର ଗୋଟେ ନିର୍ଦ୍ଦିଷ୍ଟ ସେ ଗୋଟେ ସ୍ଥାନ ଅଧିକାର କରିଥିବ। ସ୍ଥାନ ଅଧିକାର କରିଥିବ ମାନେ କ'ଣ? ମୁଁ ଏ ମାର୍କରଟାକୁ ମୁଁ ଆଉ ଉପରେ ରଖିଦେଲି, ତା ମାନେ ମାର୍କରଟା ଏତିକି ଜାଗା ନେଲା। ମୁଁ ବି এইଠି ଠିଆ ହେଇଛି, ତାହେଲେ ମୁଁ ଏତିକି ଜାଗା ନେଇଛି। ଯଦି ମୁଁ ପଳେଇ ଯିବି ତାହେଲେ ଏ ଜାଗାଟା ଖାଲି ହେଇଗଲା କି ନାହିଁ? ପିଲେ କଠିନ ଅବସ୍ଥାରେ ଆମେ କହିବା ଯେ ତାର ଗୋଟେ ନିର୍ଦ୍ଦିଷ୍ଟ ଆକାର ଥିବ ଏବଂ ନିର୍ଦ୍ଦିଷ୍ଟ କିଛି ସ୍ଥାନ ସେ ଅଧିକାର କରୁଥିବ। ସେ ରହିବା ପାଇଁ କିଛି ସ୍ଥାନ ଅଧିକାର କରୁଥିବ। এইଭଳିଆ ସେ ଯୋଉ ରହିବା ପାଇଁ ସ୍ଥାନ ଅଧିକାର କରୁଛି ତାକୁ କହିବା ଆୟତନ। କ'ଣ କହିବା? ଆୟତନ। ତା ମାନେ କଠିନରେ ଆୟତନ ବି ଅଛି ଏବଂ ଆକାର ବି ଅଛି। ଯେତିକି ସବୁ କଠିନ ବସ୍ତୁ ସେମାନଙ୍କର କ'ଣ ଗୋଟେ ନିର୍ଦ୍ଦିଷ୍ଟ ଆକାର ଅଛି। ମୁଁ ଯଦି କହିବି ଟେବୁଲ, ଚୌକି, ଫ୍ୟାନ, ମୋବାଇଲ, ହ୍ୱାଇଟ ବୋର୍ଡ, ଏଇ ସବୁ ଗୁଡ଼ାକ ଚିତ୍ର ଅଙ୍କନ କରିବାକୁ ହେଲେ ତମମାନେ ସମସ୍ତେ ଚିତ୍ର ଅଙ୍କନ କରିଦେବ। ତା ମାନେ ସେମାନଙ୍କର ଗୋଟେ ନିର୍ଦ୍ଦିଷ୍ଟ ଆକାର ଆକୃତି ଅଛି ବୋଲି ତମେ ଚିତ୍ର ଅଙ୍କନ କରିଦେବ ନା। ଯଦି ମୁଁ ତମକୁ କହିବି ପାଣିର ଚିତ୍ର ଅଙ୍କନ କର, ତାହେଲେ କିଏ ପାଣିର ଚିତ୍ର ଅଙ୍କନ କରିପାରିବ କି? ପାଣିର ଚିତ୍ର ଅଙ୍କନ କରିବାକୁ ହେଲେ ଏମିତି ଗୋଟେ କପ୍ ଦେଖେଇବ, ତାପରେ ଦେଖିବ ଯେ ତା ଭିତରେ ପାଣି ଅଛି। କିନ୍ତୁ ଯେମିତି ମୁଁ ସ୍ପେଶିଆଲି ମାର୍କରଟା ଦେଖେଇଦେଲି, ମାର୍କରଟା ଟେବୁଲ ଉପରେ ଥୁଆ ହେଇଛି ବୋଲି ଦେଖେଇଛି କି ସିଧା ମାର୍କରଟା, ସେମିତି ପାଣି ଏମିତି ଦେଖିଲେ କୋଉଠି ଜଣା ପଡ଼ିବ ପାଣି ବୋଲି? ଜଣା ପଡ଼ିବ। ତା ମାନେ ପାଣିର କିଛି ଗୋଟେ ନିର୍ଦ୍ଦିଷ୍ଟ ଆକାର ନାହିଁ। ବୁଝୁଛି କି ନାହିଁ? ପିଲେ ପାଣିଟା ଗୋଟେ କ'ଣ? ତରଳ ପଦାର୍ଥ। ତରଳର ନିର୍ଦ୍ଦିଷ୍ଟ ଆକାର ନାହିଁ। ତରଳର ନିର୍ଦ୍ଦିଷ୍ଟ ଆକାର ନାହିଁ। କିନ୍ତୁ ଜଳଟା କିଛି ସ୍ଥାନ ଅଧିକାର କରୁଛି କି ନାହିଁ? ନିହାତି ସ୍ଥାନ ଅଧିକାର କରୁଛି। ସେଇଥିପାଇଁ ତ ଆମ ସମୁଦ୍ରରେ ଅଛି ନା। ପାଣିଟାକୁ ବୋଟଲ ଭିତରେ ରଖିଲେ ବି ସେ ଗୋଟେ ସ୍ଥାନ ଅଧିକାର କରୁଛି ନା। ଯଦି ସେ ସ୍ଥାନ ଅଧିକାର କରୁଛି ତାର ଆୟତନ ଅଛି। ତାର ଆୟତନ ଅଛି କିନ୍ତୁ ଆକାର ନାହିଁ। କିନ୍ତୁ କଠିନର ଆକାର ଅଛି, ଆୟତନ ବି ଅଛି। ଏବେ ଗ୍ୟାସୀୟ ବସ୍ତୁର ଦେଖିବା। ଗ୍ୟାସୀୟର ଚିତ୍ର ଅଙ୍କନ କରିପାରିବ କି? ଚିତ୍ର କରିପାରିବନି। ତା ମାନେ ଆର ଆକାର ନାହିଁ, ଆର ଆୟତନ ଅଛି କି ନାହିଁ? ପିଲେ ଆୟତନ ଯଦି ବା ଆର ଅଛି, ସେଟା ଅନୁଭବ ବି ହୁଏନି। ସେଟା ଅନୁଭବ କେତେବେଳେ ହବ? ଯଦି ତୁମେ ତାକୁ ଗୋଟେ ଚାପିକି, ଗୋଟେ ଆମର ଯୋଉ ଗ୍ୟାସ୍ ଟାଙ୍କି ଆସୁଛି, ରୋଷେଇ କରାହଉଛି ଏଲପିଜି ଗ୍ୟାସ୍, ତାକୁ ଯଦି ଚାପିକି ଆମେ ଗୋଟେ ଗ୍ୟାସ୍ ଟାଙ୍କି ଭିତରେ ରଖିବା ତାହେଲେ ଯାଇକି ସେଟା ଅନୁଭବ କରୁଛେ। କି ନହେଲେ ତାକୁ ଯଦି ଫୁକି ଫୁକି ଗୋଟେ ବେଲୁନ ଭିତରେ ରଖିବା ତାହେଲେ ସେ ଅନୁଭବ କରୁଛେ ଯେ ସେ ଗ୍ୟାସଟା କିଛି ଗୋଟେ ସ୍ଥାନ ଅଧିକାର କରିଛି ବୋଲି। କିନ୍ତୁ ଏମିତିରେ ବି ଯଦି ଦେଖିବା ଆମ ବାୟୁମଣ୍ଡଳରେ, ତ ମୁଁ ଏଠି ଠିଆ ହେଇଛି, ମୋ ଆଗରେ କ'ଣ ବାୟୁ ନାହିଁ କି? ଅଛି। କିନ୍ତୁ ତାକୁ ଆମେ ଅନୁଭବ କରିପାରୁଛେ କି? କରିପାରୁନେ। କିନ୍ତୁ ତାକୁ ଆମେ ଅନୁଭବ କରୁଛେ ଯଦି ସେ ଗୋଟେ କଣ୍ଟେନର ଭିତରେ ରହୁଛି, ଗୋଟେ ଡବା ଭିତରେ ରହୁଛି, ଗୋଟେ ବେଲୁନ ଭିତରେ ରହୁଛି। ଡବା ବୋଲେ ହିଁ ଆମର ମିକ୍ସର ଡବା କହିଲେ ହବନି। ଡବା ବୋଲେ କୋଉଟା ନା ଆମର ଯୋଉ ଗ୍ୟାସ୍ ଟାଙ୍କି, ସେଇ ଟାଙ୍କି ଭିତରେ ଯେତେବେଳେ ରହୁଛି ଆମେ ତାକୁ ଅନୁଭବ କରିପାରୁଛୁ ଯେ ତାର ଗୋଟେ ଆୟତନ ଅଛି ବୋଲି। ତ ଏଇଭଳିଆ ଯଦି ଆମେ ଦେଖିବା ତ ଆକୁ ଧରି ନେବା ଗ୍ୟାସୀୟର ଆୟତନ ବୋଲି ବି ନାହିଁ। କାହିଁକି ନା ଏଇ ବାୟୁରେ ବି ଏବେ ଗ୍ୟାସୀୟ ପଦାର୍ଥ ଅଛି, କିନ୍ତୁ ଆମେ ତାକୁ ଅନୁଭବ କରିପାରୁନେ କି ତାର ପ୍ରେଜେନ୍ସଟାକୁ ଆମେ ଏମିତି ଫିଜିକାଲି ଫିଲ୍ କରିପାରୁନେ। ତା ମାନେ ଆର ଆୟତନ ନାହିଁ ବୋଲି ଧରି ନେବା। ହେଲେ କଠିନ ବସ୍ତୁକୁ ଜାଣିଲେ
आकार अछि आयतन अछि तरल आकार नाही किंतु आयतन अछि आ गैसीय पिले आकार नाही कि आयतन भी नाही पिले बुझिला ना बुझिलानी एबे पिला तीनटा पदार्थर तीनोटी अवस्था कोन कोन कठिन तरल गैसीय कठिन पिले निर्दिष्ट आकार आकृति अछि ता सहित से मध्ये किछि स्थान अधिकार करे माने आयतन भी अछि आ तरल कोन आकार नाही किंतु से स्थान अधिकार करूची माने आयतन अछि गैसीय आकार नाही कि आयतन भी नाही पिले तीनटा पदार्थर अवस्था को बुझेला ना बुझेलानी आयतन पिले तम मान पई नुवा शब्द आयतन माने पिले किछि टेंशन नियने आयतन माने कोन आमे तो ठिया हैचे आमे जो जागा जेतिकी नेले आमे ठिया होबा पई जेतिकी जागा नेले कि मार्करटा रखिया पई जेतिकी जागा नेली कि पानीटा केमते रखिया पई रखिली पानी जेतिकी जागा नेला एबे समुद्र रे से सेतिकी जागा नेची तो पिले गोटे वस्तु जेतिकी स्थान अधिकार करे सेटा कहते तार कोन आयतन तो पिले पदार्थर अवस्था विषय में भाबुजे बुझी पारथियो एबे पिले आगु भाबुले देखिबा ए जो कठिन वस्तु अछि कठिन वस्तु गुडा करे मन कर एटा गोटे कठिन पदार्थ आ भीतर जो कणिका गुडी अछि से माने केमिति अछि पिले कठिन रे जो कणिका गुडी अछि से माने परस्पर सहित एमिति पूरा आकर्षण करी बहुत मजबूत होई अछि पूरा लागि लागता अछि परस्पर पूरा बांधी के अछि कठिन रे पिले ए मार्करटा भी गोटे कठिन पदार्थ एई आ भीतर भी जो कणिका गुडी अछि से माने परस्पर को पूरा लागि पूरा बांधी होई अछि एमाने पिले बांधी के अछंती बोली मा कहि जेरो भेडिले भी सुराई छाडुनी सहजरे छाडुची कि छाडुनी ता माने कठिन पदार्थ जेतिकी समस्तकर जो कणिका गुडी अछंती से माने भीतर आकर्षण बल सर्वाधिक तरल पदार्थ रे कोन अछि ना एमानक भीतर आकर्षण बल टिके कम कठिन ठु टिके कम पिले सेठी पई तो गोटे पानी बोतल टे जदि हम ढाली दबा से ढली दियो संग संग कारण ता भीतर आकर्षण बल नाही ता भीतर जो कणिका गुडी अछंती से माने एते मजबूत होई कि नाही कि गोटे कठिनटे आकु एमिति करी बुलाई देले एठो अधा कंट्रोल खुशी पडुछि कि खसुनी ता माने कठिन रे आकर्षण अधिक अछि तरल रे आकर्षण कम अछि पूरा एटा चित्रटा जदि करिवि एई भले से माने कि ता कणिका गुडी छाडी छाडी दिबे आउ पिले जेहेतु तरल पदार्थ के ढाली देले से बही जाउछि तरल पदार्थ को मध्य कहले प्रवाह पदार्थ कोन कह जाय प्रवाह पदार्थ आकु काहे प्रवाह पदार्थ कहउछि कारण आकु मिटे ढाली देले कोन होछि बही जाउछि तेना आकु हम की पदार्थ कहले प्रवाह पदार्थ किंतु कठिनटा को एटा को ढाली देले कोन पानी भलिया बहुछि कि बहुनी तेना आकु कोन प्रवाह पदार्थ कह जिवो कह जिवोनी आ पिले गैसीय कणिका गुडी को केमि थिबे परस्पर ठु बहुत छाडी छाडी थिबे बहुत दूर थिबे एते दूर थिबे जे सेमान भीतर आकर्षण बल किछि नाही पिले सेठी पई तो बेलून भीतर टे पवन अछि आ टिके खुल देला मते सांगे सांगे खसी की पड़े जाउछन कारण से गैसीय पदार्थ भितर कणिका गुडी सेमानकर आकर्षण बल जमारू नाही तो पिले जदि देखिबा ओ पदार्थ रे आकर्षण बल सबुठार अधिक अछि कठिन रे ताठु कम कार अछि तरल रे ताठु कम कार अछि गैसीय पिले जेहेतु आर सबुठार अधिक आकर्षण बल अछि ये सहज रे छाडी के जीवनी आर जेहेतु कम अछि ये टिके ना प्रेशर पइले माने छाडी पड़े आ एमान प्रेशर पका दरकार नै माने मित्र भी फांका पाउ पाउ का उडी जी पिले जेते बळे कोनोसी कणिका गुडी को एमिति उडी जांदी मने कर मु कहिबी जल जल रे जलर संकेत पिले हम जानि छे H2O ता माने हाइड्रोजन आ ऑक्सीजन मिसी के अछंदी पिले जल रे अलगा कणिका गुडा कोइ मध्ये सहज रे मिसी जाय कि नले जल को नै कि जदि हमें आकाश सहित मिसई दवा टैप वाटर नदी वाटर कि नले एमिति सब मिसई दवा ताहले कोन मिसिला पर जणा पडुची कि नाइ रे ए पानीटा आसला टैप रो एटा आसला नदी रो एटा समुद्र आसला जणा पडुची कि जणा पडुनी ता माने जदि से मानकर कणिका गुडी को सहज रे मिसि जाउछंती ताकू कहबा कोन विसरण कोन कहबा विसरण किंतु गोटे कठिन पदार्थ को नबा ए मार्कर मुढी मिक्सर टेबुल चेयर समस्त नै कि मिसई दवा से माने सहज रे मिसि जिवे तमे कोन जानि परिबनी नाइ ना मिसई देला पर नाइ एटा टेबुलटा एटा चौकीटा जानि हो कि नाइ ता माने से माने मिसु नाहांती ता माने कठिन रे विसरण प्रक्रिया एते मात्रा रे नाही ताले मिसि जानि कोथरे तरल रे ता माने तरल रे विसरण प्रक्रिया सर्वाधिक आ जदि पिले
ଗ୍ୟାସୀୟ କଥା ଆଲୋଚନା କରିବା। ଗ୍ୟାସୀୟରେ ପିଲେ ଏମିତିରେ ବି ଆମ ବାୟୁରେ ପିଲେ ଆମେ ଜାଣିଛେ ବାୟୁ ଗୋଟେ ମିଶ୍ରଣ, ହାଇଡ୍ରୋଜେନ ଅକ୍ସିଜେନ ହିଲିୟମ ଏମିତି କେତେ କ'ଣ ମିଶିଛି। ତାମାନେ ଗ୍ୟାସୀୟରେ ବିସ୍ଫୋରଣଟା ଆହୁରି ସର୍ବାଧିକ। ତାହେଲେ ଯଦି ବିସ୍ଫୋରଣ ଦେଖିବା ସର୍ବାଧିକ କାହାର, ଗ୍ୟାସୀୟର, କାହାର ଟିକେ କମ୍ କାହାର, ତରଳର, କାହାର ଟିକେ କମ୍ କାହାର, କଠିନର। ପିଲେ ଆଉ ଗୋଟେ ଉଦାହରଣ ଦେଲେ ଜାଣିପାରିବ। ମନେକର ମୁଁ ଗୋଟେ ଧୂପକାଠି ଲଗେଇଲି, ଧୂପକାଠିର ଧୂଆଁ ବାହାରିଲା ମାନେ ତାର କଣିକା ଗୁଡ଼ିକ, ସେଇ କଣିକା ଗୁଡ଼ିକ ସହଜରେ ବାୟୁରେ ମିଶି ଯାଉଛନ୍ତି କି ନାହିଁ? ମିଶି ଯାଉଛନ୍ତି ବୋଲି ତ ପିଲେ ତା ବାସ୍ନାଟା ପାଖ ଲୋକ ବାସ୍ନା ହେଉଛି, ବୁଝିପାରୁଛି କି ନାହିଁ? ତ ପିଲେ ସହଜରେ ମିଶି ଯାଉଛି କେଉଁ ଗୁଡ଼ାକରେ, ଗ୍ୟାସୀୟ ଅଣୁରେ। ଆଉ ତରଳতে କ'ଣ ଗ୍ୟାସୀୟ ଭଳିଆ ସ୍ପିଡି ମିଶୁଛି କି? କମ୍ରେ ମିଶୁଛି। ତ ପିଲେ ଏବେ ପୁଣି କ୍ୱେଶ୍ଚିନ୍ ଆସୁଛି ଯଦି ବିସ୍ଫୋରଣ ପଚରାଯାଏ, ବିସ୍ଫୋରଣ କ'ଣ? ପିଲେ ବିସ୍ଫୋରଣ କ'ଣ ନା ଗ୍ୟାସୀୟ ଅଣୁ ଗୁଡ଼ିକ ମିଶିଯିବା, ପଦାର୍ଥର ଅଣୁ ଗୁଡ଼ିକ ମିଶିଯିବା। ସେମାନେ କେଉଁଠି ମିଶିଯିବେ ନା ହାୟର କନସେନ୍ଟ୍ରେସନରୁ ଲୋୟର କନସେନ୍ଟ୍ରେସନକୁ। ହାୟର କନସେନ୍ଟ୍ରେସନ ମାନେ କ'ଣ? ଉଚ୍ଚ ଗାଢ଼ତା। ଉଚ୍ଚ ଗାଢ଼ତା ମାନେ କ'ଣ? ପିଲେ ମନେକର ଗୋଟେ ଜିନିଷ ବହୁତ ଅଛି, ତାକୁ ଆମେ କହିବା ଉଚ୍ଚ ଗାଢ଼ତା। ଗୋଟେ ଜିନିଷ କମ୍ ଅଛି, ତାକୁ କହିବା କମ୍ ଗାଢ଼ତା। ମନେକର ମୁଁ ଏଇ ଜାଗାରେ ଧୂପକାଠିଟା ଲଗେଇଲି, ତାହେଲେ ଏଇଠୁ ଧୂଆଁଟା ବାହାରୁଛି, ଧୂପକାଠି ଧୂଆଁଟା। ତାମାନେ ଏଇ ଜାଗାରେ ଧୂପକାଠି ଧୂଆଁର ଗାଢ଼ତା କ'ଣ ହେବ? ଉଚ୍ଚ ହେବ। ଏଇଠି ଯେତେବେଳେ ଧୂଆଁଟା ପଳେଇଯିବ ସେଇଆଡ଼େ, ତାମାନେ ସିଆଡ଼େ କ'ଣ ଅଛି? କମ୍ ଅଛି। ତାମାନେ ଉଚ୍ଚ ଗାଢ଼ତାରୁ ଅଣୁଗୁଡ଼ିକ ନିମ୍ନ ଗାଢ଼ତାକୁ ଟ୍ରାନ୍ସଫର ହେଲେ ଯାଇକି ସେମାନେ ସବୁ କ'ଣ ହେଲେ? ମିଶିଗଲେ। ଏଇ ଜିନିଷଟାକୁ କୁହାଯାଏ କ'ଣ? ବିସ୍ଫୋରଣ। ତାହେଲେ ବିସ୍ଫୋରଣ କାହାକୁ କୁହାଯିବା? ସଂଜ୍ଞାଟା ଟିକେ ଲେଖିଦିଅ। ପଦାର୍ଥର କଣିକା ଗୁଡ଼ିକ ଉଚ୍ଚ ଗାଢ଼ତାରୁ ନିମ୍ନ ଗାଢ଼ତାକୁ ଗତି କରିବାକୁ କୁହାଯାଏ କ'ଣ? ବିସ୍ଫୋରଣ। ପଦାର୍ଥର କଣିକା ଗୁଡ଼ିକ ଉଚ୍ଚ ଗାଢ଼ତାରୁ ନିମ୍ନ ଗାଢ଼ତାକୁ ଗତି କରିବାକୁ କୁହାଯାଏ କ'ଣ? ବିସ୍ଫୋରଣ। ସିଧା ଦେଶୀ ଭାଷାରେ କହିଲେ ମନେ ରଖ, ବିସ୍ଫୋରଣ କ'ଣ ନା ପରସ୍ପର ସହିତ ମିଶିଯିବାକୁ। ତାହେଲେ ମିଶି ଯାଉଛନ୍ତି କିଏ? ସେ ଗ୍ୟାସଟା ସହଜରେ ମିଶି ଯାଉଛନ୍ତି। କ୍ୱେଶ୍ଚିନ୍ ଆସିବ ବିସ୍ଫୋରଣ ସବୁଠାରୁ ଅଧିକ କାହାର? ଗ୍ୟାସୀୟର। ସବୁଠାରୁ କମ୍ କାହାର? କଠିନର। କେଉଁ ପଦାର୍ଥର କେଉଁ ଅବସ୍ଥାରେ କଣିକା ଗୁଡ଼ିକ ପରସ୍ପର ସହିତ ମଜବୁତ ଭାବରେ ବାନ୍ଧିକି ରହିଥାନ୍ତି? କଠିନରେ। କେଉଁଠି ଦୁର୍ବଳ ଭାବରେ ବାନ୍ଧିକି ରହିଥାନ୍ତି? ଗ୍ୟାସୀୟରେ। କାହାକୁ ପ୍ରବହ ପଦାର୍ଥ କୁହାଯାଏ? ତରଳକୁ। କାହିଁକି କୁହାଯାଏ? କାରଣ ଇଏ ବହିଯାଏ। ଓକେ ପିଲେ, ମୁଁ ଭାବୁଛି ଏବେ ପଦାର୍ଥର ଅବସ୍ଥା ବିଷୟରେ କିଛିଟା ବୁଝିପାରିଥିବ। ଏବେ ପିଲେ ପୁଣି କ୍ୱେଶ୍ଚିନ୍ ଆସୁଛି, ମନେକର ଆମ ପାଖରେ ଗୋଟେ କଠିନ ପଦାର୍ଥ ଅଛି, ଗୋଟେ କଠିନ ପଦାର୍ଥ ଅଛି, ତାକୁ ଆମେ ତରଳ କରିପାରିବା କି ନାହିଁ? ପିଲେ କରିହବ। ମନେକର ଧରିନିଅ ଏଇଟା ହେଲା ଗୋଟେ ବରଫ, ବରଫଟା କଠିନଟା, ତାକୁ ଯଦି ଆମେ ଏମିତି ନିଆଁ ଲଗେଇଦେବା, ଗ୍ୟାସ୍ ଲଗେଇକି, ତାହେଲେ ଏଇ ବରଫଟା କ'ଣ ହେଇଯିବ? ତରଳରେ ପରିଣତ ହେଇଯିବ କି ନାହିଁ? ତାମାନେ ପିଲେ କଠିନକୁ ଆମେ ତରଳରେ ପରିଣତ କରିଦେଲେ। କଠିନକୁ ତରଳରେ ପରିଣତ କରିବା ପ୍ରକ୍ରିୟାକୁ କୁହାଯାଏ ତରଳନ ପ୍ରକ୍ରିୟା। କି ପ୍ରକ୍ରିୟା କୁହାଯାଏ? ତରଳନ ପ୍ରକ୍ରିୟା। କି ପ୍ରକ୍ରିୟା କୁହାଯାଏ? ତରଳନ। ତ ପିଲେ ଯେତେବେଳେ ମୁଁ ନିଆଁ ଲଗେଇଲି, ମନେକର ନିଆଁ ଲଗେଇଲା ପରେ এইଠୁ 5 ডিগ্রি সেলসিয়াস বাহারিলা তাপমাত্রা, মানে যে তাপমাত্রার একক হচ্ছে সেলসিয়াস। মনেকর নিয়া লগাইলা পরে এই নিয়াটা হচ্ছে 5 ডিগ্রি সেলসিয়াস তাপমাত্রা হয়েছি, সেটিকি তাপমাত্রা যেতবে গরম এই বরফটা পাইছি, সেই সময় বরফটা তরলিগলা। বরফ তরলিবার প্রক্রিয়াকে কহিলে কোন? তরলন। এবং যেতিকি গরমরে তরলিগলা সেই তাপমাত্রাকে কুহাযায় গলনাঙ্ক। কোন কুহাযায়? গলনাঙ্ক। তা মানে গলনাঙ্ক কোন না ଯେଉଁ ତାପମାତ୍ରାରେ ବରଫ ବା କଠିନ ବସ୍ତୁ ତରଳରେ ପରିଣତ ହୁଏ ତାକୁ କୁହାଯାଏ କ'ଣ? ଗଳନାଙ୍କ। ଆଉ ପିଲେ ଏଇ ଜାଗାରେ କଠିନଟା ତରଳରେ ପରିଣତ ହେଉଛି, ତା ମାନେ ଏଇଟା ଗୋଟେ କ'ଣ? ପ୍ରୋସେସଟେ। ଏଇଟା ଗୋଟେ ପ୍ରୋସେସଟେ। এই ପ୍ରୋସେସକୁ କୁହାଯାଏ କ'ଣ? ତରଳନ। ତାହେଲେ ତରଳନର ସଂଜ୍ଞା କ'ଣ? ଯେଉଁ ପ୍ରକ୍ରିୟାରେ କଠିନ ପଦାର୍ଥ ତରଳରେ ପରିଣତ ହୁଏ ତାକୁ କୁହାଯାଏ ତରଳନ। ଆଉ ଗଳନାଙ୍କ କ'ଣ? ଯେଉଁ ତାପମାତ୍ରାରେ କଠିନ ପଦାର୍ଥ ତରଳରେ ପରିଣତ ହୁଏ ତାକୁ କୁହାଯାଏ କ'ଣ? ଗଳନାଙ୍କ। ମନେ ରଖ, ଗଳନାଙ୍କ ବୋଲେ ଗୋଟେ ତାପମାତ୍ରାକୁ ବୁଝାଉଛି, ତରଳନ ବୋଲେ ଗୋଟେ ପ୍ରକ୍ରିୟାକୁ ବୁଝାଉଛି। ପ୍ରକ୍ରିୟା ମାନେ କ'ଣ? ଯେମିତି ମୁଁ ଖାଇବାଟା ହେଉଛି ଗୋଟେ ପ୍ରକ୍ରିୟା, ମୁଁ ଝାଡ଼ା ଯିବାଟା ହେଉଛି ଗୋଟେ ପ୍ରକ୍ରିୟା। ବୁଝିଲା ନା ବୁଝିଲାନି? ଓକେ। ଏବେ ପିଲେ ଗୋଟେ ପିଲା କହିବ, ସାର୍ ବରଫକୁ ତ ନିଆଁ ଲଗେଇବା ଦରକାର ନାହିଁ, ତାକୁ ବାହାରେ ଆଣିକି ଥୋଇଦେଲେ ବି ତରଳିଯିବ। ପିଲେ ସେ ପିଲା ଠିକ୍ କହିଛି, ସେଇଠି ତାପମାତ୍ରା କିଛି ଆବଶ୍ୟକ ହେଲା ନାହିଁ, ମାନେ ନିଆଁ ଆବଶ୍ୟକ ହେଲାନି, ତାପମାତ୍ରା ଆବଶ୍ୟକ ହେଇଛି। ପିଲେ ଯେତେବେଳେ ଫ୍ରିଜରେ ଥିଲା, ତାପମାତ୍ରା ଯଦି ପିଲେ 0 ଡିଗ୍ରୀରେ ଥିଲା, ଯେତେବେଳେ ଫ୍ରିଜରୁ ବାହାରକୁ ପଳେଇ ଆସୁଛି, ବାହାର ଟେମ୍ପରେଚର ସ୍ପେଶିଆଲି ମେ ମାସରେ 45ରୁ କମ୍ ଥିବ କି? ତା ମାନେ ପିଲେ ଏଇଠି ତାପମାତ୍ରା 45 ଡିଗ୍ରୀ ତାକୁ ହେଇଛି କି ନାହିଁ?
তাহলে ଯେଉଁ ତାପମାତ୍ରାରେ ସେ କଠିନଟା ତରଳରେ ପରିଣତ ହୋଇଛି ବାହାରକୁ ଆସି 45 ଡିଗ୍ରୀରେ ବରଫଟା ପାଣି ହେଇଯାଇଛି ତାମାନେ ସେଇ ତାପମାତ୍ରାଟାକୁ କୁହାଯିବ କ'ଣ ଗଳନାଙ୍କ ଏବଂ ଯେଉଁ ବାହାରକୁ ଆସିଲା ପରେ ସେ ଯେଉଁ ତରଳରେ ପରିଣତ ହେଇଗଲା ସେଇ ପ୍ରକ୍ରିୟାଟାକୁ କୁହାଯିବ କ'ଣ ତରଳନ। କ'ଣ କୁହାଯିବ ତରଳନ। ଓକେ ପିଲେ ଆଜି ପାଇଁ ଏତିକି ଥାଉ ଆଉ ବାକି କାଲି ଦେଖିବା।